ସୁନାବେଶରେ ଦର୍ଶନ ଦେଲେ ମା ପାର୍ବତୀ। ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ବିଜେସ୍ଥଳୀ ବେଢ଼ା ପରିସରରେ ରହିଛନ୍ତି ମା ପାର୍ବତୀ ଦେବୀଙ୍କ ମନ୍ଦିର। କପିଳାସରେ ପାର୍ବତୀ ହେଉଛନ୍ତି ଜଗଦମ୍ବା ମହିଷାମର୍ଦ୍ଦିନୀ ଦେବୀ ଦୁର୍ଗା। କପିଳାସ ପୀଠର ପର୍ବପର୍ବାଣୀ ମଧ୍ୟରେ ଶରତକାଳୀନ ଦୁର୍ଗା ଉତ୍ସବ ଏକ ବିଶେଷ ମହତ୍ତ୍ୱ ପ୍ରତିପାଦନ କରେ। ଦୁର୍ଗା ଉତ୍ସବର ଆଦ୍ୟ ପର୍ବ ହେଉଛି ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଯାହା ମୂଳା ଅଷ୍ଟମୀ ଭାବେ ପରିଚିତ। ମୂଳା ଅଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ମା ପାର୍ବତୀଙ୍କର ସ୍ୱତନ୍ତ୍ର ପର୍ବ ଏଠାରେ ପାଳନ କରାଯାଏ। କପିଳାସ ପୀଠରେ ମୂଳା ଅଷ୍ଟମୀ ତିଥିରୁ ମା ପାର୍ବତୀ ଦେବୀ ଷୋଡ଼ଶ ଉପଚାର ପୂଜା ପାଇଁ ସ୍ୱତନ୍ତ୍ର କରାଯାଇଥାନ୍ତି। ଦେବୀ ଦୁର୍ଗାଙ୍କ ସହସ୍ରା କୁମ୍ଭାସେକ ଓ ଦେବୀ ଉତ୍ଥାପନ ନୀତି ଅନୁଷ୍ଠିତ ହୋଇଯାଇଛି। ସକାଳେ ଦ୍ୱାରଫିଟା ନୀତି ଓ ମଙ୍ଗଳ ଆଳତୀ ପରେ ମାଙ୍କୁ 108 କୁମ୍ଭ ଜଳରେ ମହାସ୍ନାନ କରାଯାଇଥିଲା। ବିଲ୍ୱବରଣ କରାଯାଇ ପୂଜା ଆରମ୍ଭ ହୋଇଥିଲା। ଏହାପରେ ଘଟ ସ୍ଥାପନ, ଆବାହନ, ହୋମଯଜ୍ଞ, ଚଣ୍ଡୀପାଠ କରାଯାଇ ମାଙ୍କ ନିକଟରେ ବିଭିନ୍ନ ଫଳ ସହ ମଣ୍ଡୁଆ ଭୋଗ ଲାଗି ହୋଇଥାଏ। ବର୍ଷରେ କୌଣସି ଦିନରେ ମଣ୍ଡୁଆ ଭୋଗ ହୋଇନଥାଏ, କେବଳ ଶାରଦୀୟ ଦୁର୍ଗା ଉତ୍ସବରେ ଏହି ଭୋଗ ହୋଇଥାଏ। ଏହିପରି ପୂଜା 16 ଦିନ ଧରି ଚାଲିବ। ଏଥିସହିତ ମାଙ୍କୁ 16 ଦିନ ବ୍ୟାପୀ ବିଭିନ୍ନ ବେଶରେ ବିଭୂଷିତ କରାଯିବ। ଦଶହରା ଦିନ ଦେବୀଙ୍କର ଚଳନ୍ତି ପ୍ରତିମା ଶୋଭାଯାତ୍ରାରେ କପିଳାସ ପାଦଦେଶରେ ଥିବା ଦେଓଗାଁ ଯାତ୍ରା ପଡ଼ିବାକୁ ମହା ଆଡ଼ମ୍ବରରେ ବିଜେ କରିବେ। ଦୁର୍ଗାପୂଜା ସମୟରେ ମାଙ୍କର ସୁନାବେଶ ଅନୁଷ୍ଠିତ ହୁଏ। ଏଥିପାଇଁ ସୋମବାର ଦିନ ସୁରକ୍ଷା ବାହିନୀଙ୍କ ସୁରକ୍ଷାରେ ଟ୍ରେଜେରୀରୁ ସୁନା ଅଳଙ୍କାର ଅଣାଯାଇଥିଲା। ଦେବୀ ଏହି ସମୟରେ ସ୍ୱର୍ଣ୍ଣ ନିର୍ମିତ ନୂପୁର, ଚୁଡ଼ି, କଙ୍କଣ, ବଳୟ, ପଦ୍ମାଳୟ ଆଦି ଆଭୂଷଣରେ ବିଭୂଷିତ ହୁଅନ୍ତି। ସାଧାରଣତଃ ମା ଦୁର୍ଗା ଅଷ୍ଟଭୁଜା, ଦଶଭୁଜା ହୋଇ ମହିଷାମର୍ଦ୍ଦିନୀ ରୂପେ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ବେଳେ କପିଳାସ ପୀଠରେ ମା ଦୁର୍ଗାଙ୍କର ମୂର୍ତ୍ତି ଚତୁର୍ଭୁଜା। ଶାରଦୀୟ ଦୁର୍ଗା ଉତ୍ସବ ପାଇଁ କପିଳାସ ପୀଠ ଏବେ ଚଳଚଞ୍ଚଳ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।